रश्मिचित्र साहाय्य वर्तुल दर्पण द्वारा गठित प्रतिबिंबर परिप्रकाश। वर्तुलाकार दर्पण रे प्रतिबिंब गठन को तुमे रश्मिचित्र अंकन करी भल भाव बुझी पारिबो। एथिपाई एक निर्दिष्ट आकारर लंबा वस्तुटी निय, एहाकू वर्तुलाकार दर्पण सम्मुख रे रख। एही वस्तुर प्रत्येक छोट छोट अंश गोटे गोटे उच्च करी कार्य करे। एही अंश गुड़िकरू असंख्य रश्मि निर्गत हुए। एही रश्मि गुड़िकू नहीं आमे रश्मिचित्र अंकन करी प्रतिबिंबर स्थिति निर्णय करि परिबा। वस्तुरु निर्गत सबु रश्मि गुड़िकू रश्मिचित्र रे प्रदर्शन करिबाकू चेष्टा कले से चित्र जटिल हेबो। सरलता दृष्टिरु वस्तुर निर्गत अनेक रश्मि मध्यरु मात्र दुईटी रश्मि नहीं रश्मिचित्र अंकन करा जाई पारिबो ओ प्रतिबिंबर स्थिति निर्णय करा जाई पारिबो। एही रश्मिद्वय को एपरि बछा जाए जे दर्पणरु प्रतिफलित हेला परे सेगुड़िकर दिग जेमिति सहजरे जानी हेबो। दुईटी प्रतिफलित रश्मिर प्रतिच्छेद बिंदुरे एक बिंदु सम वस्तुर प्रतिबिंब सृष्टि हुए। प्रतिबिंबर स्थिति जानिबा पई तळे वर्णना करा जाइथिबा रश्मि गुड़िक मध्यरु जेकोनसी दुईटी रश्मि नहीं रश्मिचित्र अंकन करा जाई पारिबो। एक मुख्य अक्ष सहित समांतर थिबा गोटे रश्मि अवतल दर्पण उपरे आपतित हेले प्रतिफलित रश्मि दर्पणर प्रमुख फोकस बिंदु देई गति करे। जदि दर्पण उत्तल होइताए ताहा फोकस बिंदु ठारू अपसारित हेला परी जणा पड़े।
ଦୁଇଟି ସ୍ଥିତି ବିଚାର କରିବା। ପ୍ରଥମେ ବସ୍ତୁ ଦର୍ପଣ ଠାରୁ ଅନନ୍ତ ଦୂରତାରେ ରହିଥିବ ଓ ଦ୍ୱିତୀୟରେ ତାହା ଦର୍ପଣ ନିକଟରେ ଏକ ପରିମିତ ଦୂରତାରେ ଥିବ। ଏହି ଦୁଇଟି ଅବସ୍ଥିତି ପାଇଁ ପ୍ରତିବିମ୍ବ ଗଠନର ରଶ୍ମିଚିତ୍ର ଯଥାକ୍ରମେ ଚିତ୍ର A ଓ B ରେ ପ୍ରଦର୍ଶିତ ହୋଇଛି। ତୁମେ ଗୋଟିଏ ଉଚ୍ଚ ଅଟ୍ଟାଳିକା ବା ଡେଙ୍ଗା ଗଛର ପୂର୍ଣ୍ଣ ପ୍ରତିବିମ୍ବ ଗୋଟିଏ ଛୋଟ ଉତ୍ତଳ ଦର୍ପଣରେ ଦେଖିପାରିବ। ଉତ୍ତଳ ଦର୍ପଣଗୁଡ଼ିକର ବ୍ୟବହାର। ଯାନଗୁଡ଼ିକରେ ଉତ୍ତଳ ଦର୍ପଣ ସାଧାରଣତଃ ପଛପାଖ ଦେଖିବା ପାଇଁ ବ୍ୟବହାର କରାଯାଏ। ଏହି ଦର୍ପଣଗୁଡ଼ିକ ଯାନର ସାମ୍ନା ପଟେ ଗୋଟିଏ କଡ଼କୁ ଲାଗିଥାଏ। ଏହାଦ୍ୱାରା ଗାଡ଼ି ଚାଳକ ତାର ପଛରୁ ଆସୁଥିବା ଅନ୍ୟ ଯାନଗୁଡ଼ିକୁ ଦେଖିପାରେ ଓ ସେହି ଅନୁସାରେ ନିରାପଦ ଭାବେ ନିଜ ଗାଡ଼ି ଚଲାଏ। ପଛପାଖ ଦେଖିବା ପାଇଁ ଉତ୍ତଳ ଦର୍ପଣକୁ ଅଗ୍ରାଧିକାର ଦିଆଯାଏ, କାରଣ ଏହି ଦର୍ପଣରେ ବସ୍ତୁଗୁଡ଼ିକର ସର୍ବଦା ସଳଖ ପ୍ରତିବିମ୍ବ ଦେଖିହୁଏ, କିନ୍ତୁ ପ୍ରତିବିମ୍ବର ଆକାର ଛୋଟ ହୋଇଥାଏ। ଗୋଟିଏ ସମତଳ ଦର୍ପଣରେ ଯେତିକି କ୍ଷେତ୍ରର ପ୍ରତିବିମ୍ବ ଦେଖିହୁଏ, ତାହା ଅପେକ୍ଷା ଅଧିକ କ୍ଷେତ୍ରର ପ୍ରତିବିମ୍ବକୁ ଉତ୍ତଳ ଦର୍ପଣ ଯାନ ଚାଳକକୁ ଦେଖାଇବାରେ ସକ୍ଷମ ହୁଏ। ବର୍ତ୍ତୁଳାକାର ଦର୍ପଣରେ କରିବାକୁ ହେବ। ପ୍ରତ୍ୟେକ ସଂକେତରେ ସାଂଖ୍ୟିକ ମୂଲ୍ୟ ସ୍ଥାପନ କଲେ ଗାଣିତିକ ପ୍ରଶ୍ନର ସମାଧାନ କରିହେବ। ପରିବର୍ଦ୍ଧନ। ବର୍ତ୍ତୁଳାକାର ଦର୍ପଣରେ ବସ୍ତୁର ପ୍ରତିବିମ୍ବ ସୃଷ୍ଟି ହୋଇଥିଲା ବେଳେ ବସ୍ତୁର ଆକାର ତୁଳନାରେ ପ୍ରତିବିମ୍ବ କେତେ ପରିମାଣର ବର୍ଦ୍ଧିତ ହୋଇଛି ତାହାକୁ ବର୍ତ୍ତୁଳାକାର ଦର୍ପଣ ଦ୍ୱାରା ସୃଷ୍ଟି ହୋଇଥିବା ପରିବର୍ଦ୍ଧନ କୁହାଯାଏ।
ଏହାକୁ ପ୍ରତିବିମ୍ବର ଉଚ୍ଚତା ଓ ବସ୍ତୁର ଉଚ୍ଚତାର ଅନୁପାତ ଦ୍ୱାରା ପ୍ରକାଶ କରାଯାଏ। ସାଧାରଣତଃ m ଅକ୍ଷରକୁ ପରିବର୍ଦ୍ଧନ ସଂକେତ ରୂପେ ନିଆଯାଏ। ଏଠାରେ ମନେ ରଖିବ ଯେ ସାଧାରଣତଃ ବସ୍ତୁ ପ୍ରମୁଖ ଅକ୍ଷର ଉପର ଆଡ଼କୁ ରହିଥାଏ, ତେଣୁ ବସ୍ତୁର ଉଚ୍ଚତା ଯୁକ୍ତାତ୍ମକ ନିଆଯାଏ। ଆଭାସୀ ପ୍ରତିବିମ୍ବ ପାଇଁ ପ୍ରତିବିମ୍ବର ଉଚ୍ଚତାକୁ ଯୁକ୍ତାତ୍ମକ ଓ ବାସ୍ତବ ପ୍ରତିବିମ୍ବ ପାଇଁ ତାହାର ଉଚ୍ଚତାକୁ ବିଯୁକ୍ତାତ୍ମକ ନିଆଯାଏ। ପରିବର୍ଦ୍ଧନ ମୂଲ୍ୟ ସହିତ ବିଯୁକ୍ତ ଚିହ୍ନ ରହିଥିଲେ ପ୍ରତିବିମ୍ବ ବାସ୍ତବ ହୋଇଥାଏ ଏବଂ ତାହାର ମୂଲ୍ୟ ସହିତ ଯୁକ୍ତ ଚିହ୍ନ ଥିଲେ ପ୍ରତିବିମ୍ବ ଆଭାସୀ ହୋଇଥାଏ।